କିଛି କାମ କଲି ବାବୁ ତୋ ମୁଣ୍ଡ କିଛି କାମ କ'ଣ ହେଇଛି କାହିଁ ଶୋଇଯାଉଛୁ କାହିଁ ଶୋଇଯାଉଛୁ ଜାଣିଲୁ କ'ଣ ହେଇଛି ଆଜି ହଉଛି ସୁମନ ଆଉ ଶୀତଲ ମ୍ୟାଡ଼ାମଙ୍କର ହଉଛି ରିଙ୍ଗ ସେରିମନି। ତୁ କୋଉ ଅଧିକା ବଡ଼ କଥାଟା କହିଲୁ ମୁଁ କ'ଣ ଜାଣିନି ସେ ଅଧିକା କ'ଣ କହିଲୁ କହିଲୁ ଦେଖ ଏ ମାମୁ ତୁ କହିଥିଲୁ ସେଲାମାରଙ୍କ ମଦରେ ମିଶିବା ପାଇଁ ଅସୁବିଧା କ'ଣ ହେଲା ନାଇଁ ଅସୁବିଧା କ'ଣ ହେଲା ଓ ମାମୁ ଏଇଠି ମାମୁ ଦେଖେ ଯଦି ଏପଟ ସେପଟ କିଛି ହେଲା ମୋ ମୁଣ୍ଡ କାମ କରୁନି। ତୁ କେଡ଼େ ବଡ଼ ବେଲଜ୍ଜା ଆଖିରେ ଇରେ ତୋ ଭଳିଆ ନିର୍ଲଜ କିଛି ଇରେ ଯୋଉ ସ୍ତ୍ରୀ ତା ସ୍ୱାମୀର ହେଲାନି ତା ଛୁଆର ହେଲାନି ଯେ ତମ ଦି ଭାଇଙ୍କର କେମିତି ହବ? ଏ ମାମୁ ମୁଁ ଘନିଆ ମାଳି ଆଗକୁ ରଖେଇଲା ପଥର କଳି ତାଳି ବାଜିବ ଜାଣିଲୁ ଯେତେବେଳେ ତୋ ସାନ ଭାଇ ଜାଣିବ ତୁ ତାର ନିଜର ଭାଇ ନୁହଁ ତାପରେ ତୋ ଅବସ୍ଥା କ'ଣ ହବ? କ'ଣ ଗୋଟେ କରୁନୁ? ଆରେ ମୁଁ କହୁଛି ସେ ଘରୁ ଶୀତଳ ସେ ଛୁଆଟାକୁ ମାରିଦେ ତାକୁ ମାରିଦେ ସେଲା ମାରିଦେ ସବୁ ସମ୍ପତ୍ତି ତମେ ହବ ହେଲା। ଆଉ ଯୋଉ କହୁଥିଲୁ ମୋ ଭାଇ ସହିତ ତାର ବାହାଘର କରିବା ପାଇଁ ତୋ ଭାଇ ସହିତ ନୁହଁ ମୋ ଝିଅ ସହିତ ଯଦି ତୋ ଭାଇର ବାହାଘର କରିଦେବୁ ସବୁ ସମ୍ପତ୍ତିର ମାଲିକ ତମେ ଦି ଭାଇ ହବ। ମାମୁ ଏ ବାହାଘର ପରେ ଯଦି ତୁ ବଦଳି ଗଲୁ ଏ ମାମୁ ମୁଁ ଘନିଆ ମାଳି ଆଗକୁ ରଖେ ନା ପଥର କଳି ଦେ ଦନାଦନ ମାର ତାଳି ଯଦି ଏପଟ ସେପଟ କଲୁ ଗଛ ଉପାଲା ଭଳିଆ ଉପାଡ଼ି ଦେବୁ। ସେ ଦିବ ସ୍ୱପ୍ନ ଦେଖିବ ତମେ ଭୁଲି ଯାଅ। କୁଆଡ଼େ ଆଇଛୁ? କୁଆଡ଼େ ଆସିଛି କି ମଙ୍ଗଳ ତମେ ଚିନ୍ତା କରୁଛ? ଦି ଦିଟା ସଂସାରକୁ ତମେ ଭାଙ୍ଗି ଦେଇଛ କ'ଣ ତମେ ଚିନ୍ତା କରୁଛ? କିଛି ବି ତମେ ଭଲ ଚିନ୍ତା କରିପାରି ଆରେ ଯାହା କରୁଛି ତୋ ପାଇଁ କରୁଛି କିଛି ଆଉ କୁହନି। ସମ୍ଭବ ଶୀତକୁ କୋର୍ଟ ମ୍ୟାରେଜ କରିନଥିଲେ କେବଳ ତାଙ୍କ ଭାଇର କୋର୍ଟକୁ ଇଏ କରିବା ପାଇଁ ସିଏ କେବଳ ଏସବୁ ସ୍ଥଗିତ କରି ରଖିଛି। ଏ ଶୁଣ ଶୁଣ ତୁ କାହିଁ ତାକୁ ବାହାଉଛୁ କଲୁ ସାରା ଭିକାରୀଟା ତୁ ମୋ ଭାଇକି ବାହା ଯା ସୁଖରେ ରହିବୁ ତୁ ହବୁ ରାଣୀ ମୋ ଭାଇ ହବ ରାଜା। ହଁ ତମ ଭାଇ ହେବେ ପ୍ରିନ୍ସ ଆଉ ମୁଁ ହେବି ରାଣୀ। ଏ ଆରେ ତୁ ପରା ମୋ ଧର୍ମ ମାମୁର ବାଉଳି। ନିଜ ଔକାତ ଭିତରେ ରହି କଥା କହିବାକୁ ଚେଷ୍ଟା କର ତା ନହେଲେ ମୁଁ ଘନିଆ ମାଳି ଆଗକୁ ରଖେ ନା ପଛର କଳି ଦେ ଦନାଦନ ମାର। ଏ ମାମୁ ଇଏ ଭଲରେ କଥା ମାନିବନି ରିଙ୍ଗ ସେରିମନି ହବା ପର୍ଯ୍ୟନ୍ତ ଏଇଟାକୁ ତାଲା ପକେଇ ତମେ ଦି ଜଣ ଯାକ ମୋ ମୁଣ୍ଡକୁ ପୁରାପୁରି ଖରାପ କରିଦେଇଛ। ତମ ଦି ଜଣଙ୍କ ପାଇଁ ମୁଁ ପୁରାପୁରି ପାଗଳ ହେଇଯାଇଛି। ଶୁଣ ତମେ ଦି ଜଣ ଯାକ ଯୋଉ ଚକ୍ରାନ୍ତ କରିଛ ସେଲିନା ଭାଉଜକୁ ମାରିଦେବା ପାଇଁ ମୁଁ ଏକଥା ସାଙ୍ଗେ ସାଙ୍ଗେ ଯାଇ ସୁମନ ଭାଇକୁ କହିଦେବି। ଆଉ ତାପରେ ତମମାନଙ୍କ ଅବସ୍ଥା କ'ଣ ହବ ଜାଣିଛ ତ? ତମମାନଙ୍କ ଅବସ୍ଥା କିଛି ବି ଭଲ ହବ। ତମମାନଙ୍କ କଳା କାରନାମା ପଦାକୁ ପଡ଼ିଯିବ ଆଉ ତାପରେ ଡାଡ଼ି ତମ କୋର୍ଟ ପାଠ କିଛି ବି କାମ ଦେବନି। କ'ଣ ହେଲା ମୁଣ୍ଡ କାମ କରୁନି? ଶୁଣ এই মুহূর্তে সব কথা যাই সুমন ভাইকে কইদেবি এই মুহূর্তে কইদেবি দেখো जो झील ता बापार है सी आउ कार हम गनिया रिंग सेरिमनी सरिया पर्यंत आकु तू रखी था कम सर मुझे कथा बुझी हेलो सेमी क्या कौन कहीदेला बुझीपारू रिंग सेमी सरिया पर्यंत मु तो दायित्व रखी ताला पकड़ पड़ेगा चुपचाप चली जा किसी भी भल हेनी तू नौटेबू बुझिलु तू मोर नौटेबू आग को रखे ना पत्थर कली दे दनादन मार ताली नहीं
ମୁଁ ତୋ ହାତ ଯୋଡ଼ିଛି ମୁଁ ତୋ ଗୋଡ଼ ତଳେ ଛାଡ଼ିଦେ ମତେ। ଶୁଣୁ ଶୁଣୁ ଗୋତଳ ଫୋତଳ ପଡ଼ ନା, ବହୁ କଷ୍ଟ ହବ। ମୁଁ ତତେ ଯାହା କହୁଛି ଶୁଣୁ, ସେ କେହି ନାହାନ୍ତି, ତୁ ଏକୁଟିଆ ମୁଁ ଏକୁଟିଆ, ଟିକେ କବାଡ଼ି ଖେଳିବା, ତାପରେ ତୁ ଯିବା କଥା ଯିବୁ। ये बाई मनरे बसी हंस को खेला, बाई मनरे बसी हंस को खेला, बाई मनरे अरे हंस उड़ी गले, हंस उड़ी गले, हंस उड़ी गले, हंस उड़ी गले, हंस उड़ी गले। ଆଉ କହିଥାନ୍ତା ନା, ବାଇ ମନରେ ଓ ବସି ହଂସକୁ ଖେଳା, ବାଇ ମନରେ ବସି ହଂସକୁ, ବାଇ ମନରେ ହଂସ ଉଡ଼ି ଗଲେ, ହଂସ ଉଡ଼ି ଗଲେ ଉଡ଼ିଲା ଭେଳା। জীবনটা চড়ে পড়ে পাউস হয়ে গেল আমার জীবনটা। ସବୁ ଏଠିକି ଆସିବା ପୂର୍ବରୁ ମୁଁ ଆତ୍ମହତ୍ୟା କରିଦେବି, ମୁଁ ଆତ୍ମହତ୍ୟା କରିଦେବି, ଆତ୍ମହତ୍ୟା କରିଦେବି, ମୁଁ ଆତ୍ମହତ୍ୟା କରିଦେବି। अरे तुम ये एमती ठिया होच मुझे डाकुची तुम टेके शुणुन। लिप्सा ए लिप्सा, अरे कौन है तुम? अरे कि कहून कहीं लिप्सा, अरे कि कहून कहीं? नहीं छुओने छुओने तबे मते ए लिप्साटा अपवित्र हो जाए। तुम एमती कौन कौच? अरे कौन है तुम? से कन्या बड़े वो इज्जत दे दे। लिप्सा ए तुम सेमती कहना। नहीं तुम मत कहना, तुम्हें मत छुईले अपवित्र हो जाओ। चले जाओ तुम एठो चले जाओ। मु तुम संगे एठो कुआड़ी भी जाई परिबिनी। तुम्हें एठो चले जाओ।
ତମେ ନା ଲିପ୍ସା ସେମିତି କୁହ ନା ଲିପ୍ସା ଲିପ୍ସା ଆସ ଲିପ୍ସା ଆସ ତମେ ସେମିତି କୁହ ନା ମୁଁ ଅଛି ଲିପ୍ସା ତମର କିଛି ହବନି ତମର ତମକୁ କିଏ ଡାକିଛି ଏଠି ମୁଁ ତାକୁ ଏଠିକି ଡାକିଛି ଲିପ୍ସା ଦେଖ ଠାଟି ତମ ଝିଅକୁ ଭଲ ଭାବରେ ତନ କରି ଦେଖ ଏଠୁ ଦେଖେଇ ଯାଇ ତମ ଝିଅକୁ ତମେ କୋର୍ଟରେ ଆର୍ଗୁମେଣ୍ଟ କରିବ ସମ୍ଭବ ଲିପ୍ସାର ଏ ଅବସ୍ଥା କିଏ କରିଛି ସମ୍ଭବ ତମ ଭଣଜା ତମ ମହାପ୍ରସାଦ ଦିଆ ଭଣଜା ଘନିଆ ମାଳି ତମେ ଘରେ ନଥିବା ସମୟରେ ସେ ତମ ଘରେ ପଶି ତମ ଝିଅର ଇଜ୍ଜତକୁ ଛିନ୍ ଭିନ୍ କରିଦେଇଛି ଆରେ କୁହ ଏବେ ମୁଁ କୋର୍ଟକୁ ଯିବି ମନ୍ଦିରକୁ ଯିବି ନା ମଶାଣିକୁ ଯିବି କୁଆଡ଼େ ମୁଁ ଏବେ କୁଆଡ଼େ ଯିବି ହେ ମାନନୀୟ ପିତା କୁହ ଉତ୍ତର ଦିଅ ତା ପ୍ରଶ୍ନର ତାକୁ ଗୋଟେ କାମ କର ତାକୁ ଏ ଜଳନ୍ତା ଜୁଇରେ ଜାଳି ପୋଡ଼ି ପାଉଁଶ କରିଦିଅ ଆଉ ଶେଷରେ ଏ ସମାଜର ପ୍ରତିଟି ପିତା ଜାଣନ୍ତୁ ତାଙ୍କ କଲା କର୍ମର ଫଳ ତାଙ୍କ ସନ୍ତାନମାନଙ୍କୁ ହିଁ ଭୋଗିବାକୁ ପଡ଼ିଥାଏ ପାରୁଛନ୍ତି ଯଦି ଏ ଝିଅ ପାଟିରେ ଟିକେ ବିଷ ଦେଇ ତାକୁ ମାରି ଦିଅନ୍ତୁ ମରିଯିବାକୁ ଚାହେଁ ତମେ କିଛି କୁହ ନା ଲିପ୍ସା ତମେ ଏଥର ମୋ ସାଙ୍ଗେ ଯିବ ଆସ ନାଇଁ ଆସ ଲିପ୍ସା ମୁଁ ତମ ସାଙ୍ଗରେ ଜମା ବି ଯାଇପାରିବିନି ମୁଁ এইটা কেবে ବି ସମ୍ଭବ ନୁହଁ ମୁଁ ତମ ସାଙ୍ଗରେ କେବେ ବି ଯାଇପାରିବିନି ଆସ ଏବେ ଯିବା ଆଉ ଗୋଟେ କଥା ମନେ ରଖ ତମେ ମଣିଷ ନୁହଁ ତମେ ହଉଛ ଗୋଟେ ଜାନୁଆର ତମେ ବାପା ନାଁରେ ଗୋଟେ କଳଙ୍କ ତମେ ଗୋଟେ ହଁ ମୁଁ ଗୋଟାଏ ରାକ୍ଷସ ଛାଡ଼ପତ୍ର କେସ୍ କରି ଟଙ୍କା ଗଦାରେ ଶୋଉଥିଲି ପାପେ ଅର୍ଜିତ ଯେତେ ଧନ ସେ ନୁହେଁ କୁବେର ସମ୍ମାନ ଆଜି ମୋ ଝିଅ ଛାଡ଼ି ଚାଲିଗଲା ଚାରିଆଡ଼େ ଧୂଆଁ ଆଉ ଧୂଆଁ ମୋତେ ଆଉ କିଛି ବୁଦ୍ଧି ବାଟ ଦିଶୁନି ଏ ରୁଦ୍ରପତା ମାନ ସିଂ ଏ ଗନିଆ ମାଳେ ତୁ ଯେମିତି ଆଜି ମୋ ଆଖିରେ ଲୁହ ଦେଇଛୁ ମୁଁ ବି ତୋ ଆଖିରେ ଲୁହ ଦେବି ତୋ ଖେଳ ମୁଁ ସଫା କରିବି